ଜାନୁଆରୀ 1ରୁ ବଦଳିବାକୁ ଯାଉଛି ଏହି ସବୁ ନିୟମ। ଯେମିତିକି କାହାକୁ ମିଳିବନି ପେଟ୍ରୋଲ ଡିଜେଲ, କାହାର କଟିବ ଅଟୋମେଟିକ ଚାଲାଣ, ଯେମିତିକି ଟ୍ରେନ୍ ଟିକଟ କେତେ ବଢ଼ିଲା ଜମି ରେଜିଷ୍ଟ୍ରେସନ ଖର୍ଚ୍ଚ, ଯେଉଁ ଜାତି ପ୍ରମାଣପତ୍ର ଅଛି ସେଥିରେ କ'ଣ ନୂଆ ନିୟମ ଆସିଲା, ଗ୍ୟାସ୍ ସିଲିଣ୍ଡର ରେଟ୍ ବଢ଼ିଲା ନା କମିଲା, ଏହି ସମସ୍ତ ଡିଟେଲ୍ସ ଆମେ ଗୋଟି ଗୋଟି କରି ଆଲୋଚନା କରିବା। ଯେମିତିକି 1 ନମ୍ବର ହେଲା, ଯଦି ଆପଣଙ୍କର ଗାଡ଼ିର ପ୍ରଦୂଷଣ ସାର୍ଟିଫିକେଟ ନାହିଁ ତେବେ ଆପଣଙ୍କ ଗାଡ଼ିକୁ ତେଲ ମିଳିବ ନାହିଁ। ଯେମିତିକି ଆପଣଙ୍କର ଗୋଟେ ବାଇକ୍ ଅଛି, ସେ ବାଇକ୍ଟି ପେଟ୍ରୋଲରେ ଚାଲୁଛି, କିମ୍ବା ଆପଣଙ୍କର ଗୋଟେ କାର୍ ଅଛି, କାର୍ଟି ଆପଣଙ୍କର ପେଟ୍ରୋଲ କିମ୍ବା ଡିଜେଲରେ ଚାଲୁଛି। ଯଦି ଆପଣଙ୍କ ଗାଡ଼ିର ପଲ୍ୟୁସନ ସାର୍ଟିଫିକେଟ ଯଦି ଏକ୍ସପାୟାର ହେଇଯାଇଛି କିମ୍ବା ପଲ୍ୟୁସନ ସାର୍ଟିଫିକେଟଟି ନାହିଁ, ତେବେ ଯେତେବେଳେ ଆପଣ ଯିବେ ପେଟ୍ରୋଲ ଟାଙ୍କିକୁ କିମ୍ବା ଯେଉଁ ପେଟ୍ରୋଲ ବଙ୍କ ଅଛି, ଡିଜେଲ ବଙ୍କ ଅଛି, ଫୁଲ୍ ସେଣ୍ଟର ଅଛି, ସେଠିକୁ ଆପଣ ଯିବେ, ସେଠି ଆପଣଙ୍କୁ ତେଲ ଦିଆଯିବ ନାହିଁ। ସରକାରଙ୍କର ନୂଆ ଗାଇଡଲାଇନ୍ସ ଆସିଛି। ତ ଆପଣମାନେ ଏହି ଅସୁବିଧାର ସମ୍ମୁଖୀନ ନ ହେବା ପାଇଁ ନିହାତି ଆପଣଙ୍କ ଗାଡ଼ିର ପଲ୍ୟୁସନଟି ରିନ୍ୟୁଆଲ କରିଦିଅନ୍ତୁ। ପଲ୍ୟୁସନ ରିନ୍ୟୁଆଲ କରିବା ପାଇଁ ଯଦି ଆପଣଙ୍କର ବାଇକ୍ ଅଛି ମାତ୍ର 80 ଟଙ୍କା ଖର୍ଚ୍ଚ ହେବ, ଏବଂ ଯଦି ଆପଣଙ୍କର କାର ଗାଡ଼ି ଅଛି 108 ଟଙ୍କାରେ ଏହା ଆପଣମାନେ ରିନ୍ୟୁଆଲ କରିପାରିବେ। ବୁଝିପାରିଲେ? କାହାକୁ ମିଳିବନି ପେଟ୍ରୋଲ? ତେବେ ଆସନ୍ତୁ 2 ନମ୍ବର ହେଲା, ନୂଆ ବର୍ଷରୁ ଗାଡ଼ିର ସ୍ପିଡ ଉପରେ ଲାଗିବ ଲଗାମ, ଅଟୋମେଟିକ କଟିବ ଚାଲାଣ। ଦେଖନ୍ତୁ ସାଙ୍ଗମାନେ, ଆମେ ସମସ୍ତେ ଜାଣିଛନ୍ତି ଆମକୁ ରୋଡରେ ଗାଡ଼ି ଚଲେଇବା ପାଇଁ ହେଲେ ଆମକୁ ଟୋଲ ଟ୍ୟାକ୍ସ ଦେବାକୁ ପଡ଼ିଥାଏ। ଯେମିତିକି ଫାସ୍ଟାଗ ମାଧ୍ୟମରେ ବର୍ତ୍ତମାନ ଆମେ କ'ଣ କରନ୍ତି ନା ଟୋଲ ଗେଟ୍ରେ ପଇସା ଦିଅନ୍ତି, ଏବଂ ପ୍ରତି 60 କିଲୋମିଟରରେ ଆମେ ଗୋଟେ ଗୋଟେ ଟୋଲ ଗେଟ୍ ଆମେ ଦେଖିଥାନ୍ତି। ପ୍ରତି 60 କିଲୋମିଟରରେ ଗୋଟେ ଗୋଟେ ଟୋଲ ଗେଟ୍ରେ ଟୋଲ ଟ୍ୟାକ୍ସଟି ଦେଇଥାନ୍ତି। ତେବେ ଏବେ କେମିତି ଦେଉଛନ୍ତି? ଆମେ କ୍ୟାସ୍ ଦେଉଛନ୍ତି କିମ୍ବା ଫାସ୍ଟାଗ ମାଧ୍ୟମରେ ଅନଲାଇନ ପେମେଣ୍ଟଟି ହେଇଥାଏ। ତ ଯେଉଁ ଜାଗାରେ ଆମେ ଫାସ୍ଟାଗ ବ୍ୟବହାର କରୁନାହାନ୍ତି ସେଠି ଆମକୁ ଡବଲ ମାନେ ଏକ୍ସଟ୍ରା ଫାଇନ୍ ଦେଇ ଆମକୁ ଯିବାକୁ ପଡୁଛି। କିନ୍ତୁ ସରକାର କ'ଣ କରୁଛନ୍ତି ନା, ଯେତେବେଳେ ଆମେ ଗୋଟେ ଟୋଲ ଟ୍ୟାକ୍ସ ମାନେ ଟୋଲ ଗେଟ୍କୁ ଯାଉଛନ୍ତି, ଟୋଲ ଗେଟ୍ଟି କ୍ରସ୍ କରୁଛନ୍ତି, ସେଠି ବହୁତ ସମୟ ଆମକୁ ଅପେକ୍ଷା କରିବାକୁ ପଡ଼ିଥାଏ। ବେଳେବେଳେ ବହୁତ ଗହଳି ଥାଏ, ତ ସେତେବେଳେ ଆମକୁ ଅପେକ୍ଷା କରିବାକୁ ପଡ଼ିଥାଏ। କିନ୍ତୁ ଆମର ଯେଉଁ ସମୟଟି ସେଠି ନଷ୍ଟ ହେଉଛି, ସେଇ ସମୟକୁ ଦୂରେଇବା ପାଇଁ ସରକାର କ'ଣ କରୁଛନ୍ତି ନା ଅଟୋମେଟିକ ଆପଣଙ୍କ ଗାଡ଼ି ଯେତେ ସ୍ପିଡରେ ଯାଉ, ମାନେ ଘଣ୍ଟା ପ୍ରତି 80 କିଲୋମିଟର ବେଗରେ ଯଦି ଆପଣ ଚଲାଉଛନ୍ତି, ତେବେ ମଧ୍ୟ ଆପଣଙ୍କର ଟୋଲ ଟ୍ୟାକ୍ସଟି ଅଟୋମେଟିକ କଟିଯିବ। ମାନେ ଆଗକୁ ଆପଣଙ୍କୁ ଟୋଲ ଗେଟ୍ରେ ଗାଡ଼ି ରଖି ଟୋଲ ଟ୍ୟାକ୍ସଟି କଟିବାକୁ ପଡ଼ିବ ନାହିଁ। ଆପଣ 80 କିଲୋମିଟର ବେଗରେ ମଧ୍ୟ ଯଦି ଆପଣ ଯାଉଛନ୍ତି ତେବେ ମଧ୍ୟ ଅଟୋମେଟିକ ତାହା କଟିଯିବ। କିନ୍ତୁ ଫାଇନ୍ କାହାର ପଡ଼ିବ? ଦେଖନ୍ତୁ, ଯଦି ଆପଣମାନେ ଅଧିକ ସ୍ପିଡରେ ଗାଡ଼ି ଚଲାଉଛନ୍ତି ତେବେ ଆପଣଙ୍କ ଗାଡ଼ିକୁ ଅଟୋମେଟିକ ଚାଲାଣ ଆସିବ। ତ ଆପଣ ଭାବିବେ କେମିତି ଆମେ ଯେତେ ସ୍ପିଡ ଚଲେଇଲେ, ଯଦି ଟୋଲ ଗେଟ୍ରେ ଆମେ ଯଦି ସ୍ଲୋ ଚଲେଇବା ଏବଂ ନର୍ମାଲି ଆମେ ରାସ୍ତାରେ ସ୍ପିଡ ଚଲେଇଲେ କେମିତି ଜାଣିବେ ସରକାର? ଦେଖନ୍ତୁ, ଯେମିତିକି ସରକାର ଗୋଟେ ଟେକ୍ନୋଲୋଜି ଆଣିବା ପାଇଁ ଯାଉଛନ୍ତି, ଯାହାକି ଦେଖନ୍ତୁ ଏଠି ଗୋଟେ ଟୋଲ ଗେଟ୍ ଅଛି, ଏକ ଟୋଲ ଗେଟ୍ ଅଛି, ଏଠି ଗୋଟେ ସେକେଣ୍ଡ ଟୋଲ ଗେଟ୍ ଗୋଟେ ଅଛି। ବର୍ତ୍ତମାନ ମୁଁ କ'ଣ କଲି, ଏଇ ଟୋଲ ଗେଟ୍ରେ ପାସ୍ କଲି, କେତେ ସମୟ ଥିଲା, ଏବଂ ଏଇ ଟୋଲ ଗେଟ୍ ପାସ୍ କଲା ବେଳକୁ କେତେ ସମୟ ଅଛି, ଦୁଇଟି ଟୋଲ ଗେଟ୍ ମଧ୍ୟରେ କେତେ କିଲୋମିଟର ଗ୍ୟାପ୍ ଥିଲା, ଏବଂ ଆପଣ କେତେ ସମୟରେ ସେଇ ସେକେଣ୍ଡ ଟୋଲ ଗେଟ୍ କିମ୍ବା ଥାର୍ଡ ଟୋଲ ଗେଟ୍ ଆପଣ କ୍ରସ୍ କରିଛନ୍ତି, ଏବଂ ସେ କିଲୋମିଟରରେ ଆପଣ କେତେ ସ୍ପିଡରେ ଯାଇଛନ୍ତି। ଯଦି ସେଠି ଆପଣ ମାନେ ତାଙ୍କର ଯେଉଁ ଲିମିଟ୍ ଅଛି, ଲିମିଟରୁ ଜଲ୍ଦି ପଳେଇଥିବେ, ତେବେ ଆପଣଙ୍କର ଯେଉଁ ଗାଡ଼ି ଥିବ ସେ ଗାଡ଼ିକୁ ଅଟୋମେଟିକ ସ୍ୟାଟେଲାଇଟ୍ ମାଧ୍ୟମରେ ଯେଉଁ ଅପଡେଟ୍ ଆସୁଛି, ଆପଣଙ୍କର ଗାଡ଼ି ଏଗ୍ନେଷ୍ଟରେ ଗୋଟେ ଚାଲାଣ ପଳେଇ ଆସିବ। ବୁଝିପାରିଲେ କେମିତି ଅଟୋମେଟିକ ଚାଲାଣ ଆସିବ ଗାଡ଼ିକୁ? ତେବେ ଦେଖନ୍ତୁ 3 ନମ୍ବର ଦେଖିବା, ବଢ଼ିଲା ଟ୍ରେନ୍ ଟିକଟ ଦାମ। ଦେଖନ୍ତୁ, ଆମେ ସମସ୍ତେ ଦୈନନ୍ଦିନ ଜୀବନରେ ମ୍ୟାକ୍ସିମମ୍ ଆମେ ଟ୍ରେନରେ ଯାତ୍ରା କରିଥାନ୍ତି, ଟ୍ରେନ୍ ଯାତ୍ରାକୁ ଆମେ ନିରାପଦ ବୋଲି ଭାବିଥାନ୍ତି। ତେବେ ଦେଖନ୍ତୁ, ସରକାର କ'ଣ କରିଛନ୍ତି ନା ଟ୍ରେନ୍ ଟିକଟରେ ମାନେ ଡିସେମ୍ବର 26 ତାରିଖରୁ ଯେଉଁ ଭାରତୀୟ ରେଳବାଇ ଅଛି ତାର ସମସ୍ତ ଟ୍ରାଞ୍ଜାକ୍ସନରେ କିଛି ଟଙ୍କା ବଢ଼େଇ ଦେଇଛନ୍ତି। ଯେମିତିକି ଦେଖନ୍ତୁ, 1 ପଇସା କ'ଣ ହେଇଛି ନା 215 କିଲୋମିଟରରୁ ଅଧିକ ଯାତ୍ରା ପାଇଁ ଯାତ୍ରୀମାନଙ୍କୁ ସିଧାସଳଖ ସାଧାରଣ ଶ୍ରେଣୀ ପାଇଁ 1 କିଲୋମିଟର ପିଛା 1 ପଇସା ବୃଦ୍ଧି କରାଯାଇଛି, ଏବଂ ମେଲ୍ ଏଣ୍ଡ ଏକ୍ସପ୍ରେସ୍ ଶ୍ରେଣୀର ଗାଡ଼ିଗୁଡ଼ା ପାଇଁ ଯେଉଁ ଏକ୍ସପ୍ରେସ୍ ଗାଡ଼ି ଅଛି ସେଗୁଡ଼ାକ ପାଇଁ 2 ପଇସା ବଢ଼େଇ ଦେଇଛନ୍ତି। ଯେମିତି ନର୍ମାଲ ଜେନେରାଲ ଅଛି ସେଗୁଡ଼ାକ ପାଇଁ 1 ପଇସା, ଏବଂ ଯେଉଁ ଏକ୍ସପ୍ରେସ୍ ଗାଡ଼ି ଅଛି, ଏକ୍ସପ୍ରେସ୍ ସୁପରଫାଷ୍ଟ ଅଛି, ସେ ସମସ୍ତଙ୍କ ପାଇଁ 2 ପଇସା ସରକାର ବଢ଼େଇ ଦେଇଛନ୍ତି, ଯାହାକି 26 ଡିସେମ୍ବରରୁ ଲାଗୁ ହେବା ପାଇଁ ଯାଉଛି। ବୁଝିପାରିଲେ? ତେବେ ଦେଖନ୍ତୁ, ବଢ଼ିବ ଜମି ରେଜିଷ୍ଟ୍ରେସନ ଖର୍ଚ୍ଚ। ଦେଖନ୍ତୁ, ଆପଣମାନେ ବର୍ତ୍ତମାନ ଟିଭିରେ ଦେଖୁଥିବେ ବଢ଼ିବ ଜମିର ଦାମ, ଏମିତି ଗୋଟେ ନ୍ୟୁଜ୍ଟି ଆପଣମାନେ ଦେଖୁଥିବେ। ତେବେ ଜମିର ଦାମ ବଢ଼ିଲେ କେମିତି ବଢ଼ିବ ରେଜିଷ୍ଟ୍ରେସନ ଖର୍ଚ୍ଚ? ଆମେ ସମସ୍ତେ ଜାଣିଛନ୍ତି, ଯେତେବେଳେ ଗୋଟେ ଜମିର ଦାମ ବଢ଼ିବ, ସରକାର ଯେଉଁ ନିୟମ ଆଣିଛନ୍ତି ସେ ନିୟମ ଅନୁଯାୟୀ ଯଦି ଆପଣଙ୍କର ଜମିଟି ଗୋଟେ ହାଇୱେ ପାଖରେ ଅଛି, ତେବେ ସେ ହାଇୱେ ପାଖରେ ଯେଉଁ ଜମି ଅଛି ତାର ଭ୍ୟାଲୁ ଅଲଗା ରହିବ। ହାଇୱେରୁ ଯଦି ଆପଣଙ୍କର ଦୂରରେ ଅଛି ତାର ଭ୍ୟାଲୁ ଅଲଗା ରହିବ। ଆପଣଙ୍କର ଜମି ପାଖରେ ଯଦି ଗୋଟେ ପାର୍କ ଅଛି, ସ୍କୁଲ ଅଛି, କିମ୍ବା ହଲ୍ ଅଛି, କିମ୍ବା ବସଷ୍ଟାଣ୍ଡ ଅଛି,
ଯେକୌଣସି ଗୋଟେ ଜାଗା ମାନେ ଲୋକେସନ ଦେଖିକି ଆମେ ଯେମିତି ଜାଗାର ଭ୍ୟାଲୁ ନର୍ମାଲି କିଣିଥାନ୍ତି ଠିକ୍ ସେଇଭଳି ଭାବେ ସେ ଲୋକେସନ ଦେଖିକିରି ଆପଣ ଯେତେବେଳେ ଜମିଟି ରେଜିଷ୍ଟ୍ରେସନ କରିବେ ସେଠି ଆପଣଙ୍କର ଭ୍ୟାଲୁଟି ଡିସାଇଡ୍ କରାହବ ଏବଂ ଆପଣଙ୍କର ଜମିର ଭ୍ୟାଲୁକୁ ଡିପେଣ୍ଡ କରିବ ରେଜିଷ୍ଟ୍ରେସନ ଫିଜ୍ଟି କେତେ ହେବ। ତ ଯେହେତୁ ସରକାର ଜମିର ଯେଉଁ ଦାମଟି ବଢ଼େଇ ଦେଉଛନ୍ତି ବଢ଼େଇ ଦେବେ ଠିକ୍ ସେଇଭଳି ଭାବେ ଆମେ ସମସ୍ତେ ଜାଣିଛନ୍ତି ଜମିଟି ରେଜିଷ୍ଟ୍ରେସନ କରିବା ଗଲେ ତାର ଫିସ୍ଟି ରୁହେ 2%। ଯାହା ବି ଭ୍ୟାଲୁ ରହିବ ଆଗରୁ ଯଦି 100 ଟଙ୍କା ଥିଲା 100ର 2% ଆମକୁ ଦେବାକୁ ପଡ଼ିଥାନ୍ତା। ବୁଝିପାରିଲେ? ତ ଦେଖନ୍ତୁ ଯେମିତି ବର୍ତ୍ତମାନ ସରକାର କ'ଣ କରିବେ ଏହାକୁ 1000 ଟଙ୍କା କରିଦେବେ ଆପଣଙ୍କୁ 1000 ଟଙ୍କାର ସେଇ 2% ଦେବାକୁ ପଡ଼ିବ। ଆଗେ 100ର 2% ଦେଉଥିଲେ 2 ଟଙ୍କା ଏବେ 1000 ଟଙ୍କାର 2% ଆପଣଙ୍କୁ 20 ଟଙ୍କା ଦେବାକୁ ପଡ଼ିବ। ଦେଖିଲେ କେତେ ଡିଫରେନ୍ସ ହେଲା। ସରକାର ସିଧା କହୁନାହାନ୍ତି ଜମିର ଯେଉଁ ରେଜିଷ୍ଟ୍ରେସନ ଫିଜ୍ଟି ବଢ଼େଇଛନ୍ତି ବୋଲି ସରକାର କ'ଣ କରୁଛନ୍ତି ନା ଇନଡାଇରେକ୍ଟରେ ଆମର ଯେଉଁ ରେଜିଷ୍ଟ୍ରେସନ ଖର୍ଚ୍ଚ ଥିଲା ତାକୁ ସରକାର ବଢ଼େଇ ଦେଇଛନ୍ତି। ବୁଝିପାରିଲେ? ତେବେ ଆସନ୍ତୁ ବର୍ତ୍ତମାନ ଦେଖିବା 5 ନମ୍ବର ନିୟମ ବାପା ନୁହେଁ ମାଙ୍କ ଜାତି ଆଧାରରେ ମିଳିବ ଜାତି ପ୍ରମାଣପତ୍ର। ମାନେ ଆମର ଯେଉଁ କେଷ୍ଟ ସାର୍ଟିଫିକେଟ ଅଛି ତାହା ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ମାଙ୍କ କେଷ୍ଟ ହିସାବରେ ଆପଣ କରିବେ। ଯେମିତିକି ଜଣେ ବାପା ମା ଅଛନ୍ତି ତ ବାପା ଗୋଟେ କେଷ୍ଟର ଏବଂ ତାଙ୍କ ମା ଆଉ ଗୋଟେ କେଷ୍ଟର। ତେବେ ସେ ପୁଅ କିମ୍ବା ସେ ଝିଅ ଯଦି ଚାହୁଁଛନ୍ତି ତାଙ୍କ ବାପାଙ୍କ କେଷ୍ଟ ହିସାବରେ ତାଙ୍କର କେଷ୍ଟଟା କରିବେ କିମ୍ବା ଯେ ସେ ଚାହୁଁଛନ୍ତି ତାଙ୍କ ମାଙ୍କ କେଷ୍ଟ ହିସାବରେ କରିବେ ତେବେ ମଧ୍ୟ ସେମାନେ କରିପାରିବେ। ବାପାଙ୍କ କେଷ୍ଟ ହିସାବରେ କେଷ୍ଟ ସାର୍ଟିଫିକେଟ କରିପାରିବେ କିମ୍ବା ସେ ଚାହୁଁଛନ୍ତି ମାଙ୍କର କେଷ୍ଟକୁ ନେଇ ସେ କେଷ୍ଟ ସାର୍ଟିଫିକେଟ କରିବେ ସେମିତି ମଧ୍ୟ କରିପାରିବେ। ଏ ନେଇ ସୁପ୍ରିମକୋର୍ଟ ଅଲରେଡି ଗୋଟେ ରାୟ ମଧ୍ୟ ପ୍ରଦାନ କରିଛନ୍ତି। ବୁଝିପାରିଲେ? ତେବେ ଆସନ୍ତୁ 6 ନମ୍ବର ଦେଖିବା PMFBY ମାନେ କ'ଣ? ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କ'ଣ? ଯେତେବେଳେ ଆମେ କ'ଣ କରନ୍ତି ଜମିରେ କିଛି ଗୋଟେ ଚାଷ କରନ୍ତି ଆମର ଧାନ ଚାଷ ହଉ ଗହମ ଚାଷ ହଉ ମକା ଚାଷ ହଉ ମୁଗ ହଉ ବିରି ହଉ ଯେକୌଣସି ଆମେ ଗୋଟେ ଚାଷ କରନ୍ତି ଚାଷ କଲା ପରେ ଆମେ ଜାଣିନାହାନ୍ତି ସେ ଚାଷଟି ଭଲ ଚାଷ ହବ ନା ଚାଷ ହବନି। ମାନେ ଆମର ସେ ଚାଷଟି ମରୁଡ଼ିରେ ନଷ୍ଟ ହେଇଯିବ ନା ବନ୍ୟାରେ ନଷ୍ଟ ହେଇଯିବ ନା ରୋଗ ଲାଗିଯିବ ଏମିତି ଯେକୌଣସି ଗୋଟେ କାରଣରୁ ଫସଲ ହେଇପାରେ ନଷ୍ଟ ମଧ୍ୟ ହେଇପାରେ। ତେବେ ଆପଣମାନେ ଯଦି ଏଇ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ରେଜିଷ୍ଟ୍ରେସନ କରୁଛନ୍ତି ତେବେ ଯଦି ଆପଣଙ୍କର ଏମିତି କିଛି କାରଣରୁ ନଷ୍ଟ ହେଇଯାଏ ଯେମିତି ବନ୍ୟା ହେଇଯିବ ମରୁଡ଼ି ହେଇଯିବ କିମ୍ବା ରୋଗ ହେଇଯିବ ତେବେ ଆପଣଙ୍କୁ ସରକାର କିଛି ପଇସା ସହାୟତା ପ୍ରଦାନ କରୁଥିଲେ ପୂର୍ବରୁ। କିନ୍ତୁ ବର୍ତ୍ତମାନ ସରକାର ଏହି ନିୟମରେ କିଛି ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ ଆପଣଙ୍କର ଫସଲ ଯଦି ଯେମିତି ପଶୁ ଯେମିତି ହାତୀ ଆସିକି ଆପଣଙ୍କ ଫସଲ ନଷ୍ଟ କରିଦେଲା କିମ୍ବା ଯେକୌଣସି ଗୋଟେ ପଶୁ ଯଦି ଆପଣଙ୍କର ଫସଲ ନଷ୍ଟ କରିଦେଉଛି ତେବେ ମଧ୍ୟ ଆପଣମାନେ ଏଇ ଫସଲ ବୀମା ଯୋଜନା ମାଧ୍ୟମରେ ପଇସା ସହାୟତା ପାଇପାରିବେ। ବୁଝିପାରିଲେ କ'ଣ ଅପଡେଟ୍ ଆସିଛି? ତେବେ ଦେଖନ୍ତୁ 7 ନମ୍ବର ରହିଲା ଗ୍ୟାସ୍ ସିଲିଣ୍ଡର ଏବଂ CNG PMGର ମୂଲ୍ୟରେ ପରିବର୍ତ୍ତନ। ଦେଖନ୍ତୁ ସାଙ୍ଗମାନେ ଏହି ଗ୍ୟାସ୍ ସିଲିଣ୍ଡର କିମ୍ବା PMG CNG ଏହି ସମସ୍ତ ଗ୍ୟାସ୍ ଗୁଡ଼ିକ ପ୍ରତି ମାସରେ ହେଲେ ବଢ଼ିଥାଏ ନହେଲେ କମିଥାଏ। ତେବେ ଆଶା କରାଯାଉଛି ଏହି ମାସରେ ମଧ୍ୟ କିଛି ମାତ୍ରାରେ ଏହି LPG ରନ୍ଧନ ଗ୍ୟାସ୍ର ମୂଲ୍ୟଟି କମିବ। ବୁଝିପାରିଲେ? ତେବେ ଆସନ୍ତୁ ବର୍ତ୍ତମାନ ଆମେ ଟିକେ ଦେଖିବା ଏହି ମାସରେ ଜାନୁଆରୀ 2026 ମାସରେ କେତେ ଗୋଟି ଆମକୁ ଛୁଟି ମିଳିବ ମାନେ ବ୍ୟାଙ୍କ ହଲିଡେ କେତେ ଗୋଟି ଅଛି। ମାନେ ଆମେ ଯଦି ଆମର ଯଦି କିଛି କାମ ଅଛି ବ୍ୟାଙ୍କରେ ଆମେ କେମିତି ପ୍ଲାନ୍ କରିବା କେଉଁ ଡେଟ୍ରେ ଯିବା କେଉଁ ଡେଟ୍ରେ ଯିବାନି ଆମେ ତାହା ଟିକେ ଆଲୋଚନା କରିବା। ଦେଖନ୍ତୁ 1 ତାରିଖରେ ଆପଣଙ୍କର ବ୍ୟାଙ୍କ ମାନେ ଆମମାନଙ୍କର ଯେଉଁ ବ୍ୟାଙ୍କ ଅଛି ବ୍ୟାଙ୍କଟି ଛୁଟି ରହିବ। ଯେହେତୁ କାହିଁକି ଛୁଟି ରହିବ ନୂଆ ବର୍ଷ ତେଣୁକରି ଇଂରାଜୀ ନୂଆ ବର୍ଷ ତେଣୁକରି 1 ତାରିଖରେ ଛୁଟି ରହିବ। ଜାନୁଆରୀ 10ରେ ଛୁଟି ରହିବ କାହିଁକି ନା ସେକେଣ୍ଡ ସଟରଡେ। ଜାନୁଆରୀ 14ରେ ଛୁଟି ରହିବ। ଜାନୁଆରୀ 14 କ'ଣ ମକର ସଂକ୍ରାନ୍ତି ଯେହେତୁ ଜାନୁଆରୀ 14 ମକର ସଂକ୍ରାନ୍ତି ସେଦିନ ମଧ୍ୟ ଛୁଟି ରହିବ ବ୍ୟାଙ୍କ। ଜାନୁଆରୀ 23 ଛୁଟି ରହିବ ବସନ୍ତ ପଞ୍ଚମୀ ଯାହାକୁ ଆମେ ଶ୍ରୀ ପଞ୍ଚମୀ କୁହନ୍ତି। ଯେମିତି ଜାନୁଆରୀ 24 କ'ଣ ରହିଲା ଜାନୁଆରୀ 24 ରହିଲା 4th ସଟରଡେ ଏବଂ ଜାନୁଆରୀ 26 ରହିଲା ରିପବ୍ଲିକ ଡେ। ଏମିତି ଏହି ମାସରେ ମୋଟ 6 ଗୋଟି ଛୁଟି ରହିବ। ବୁଝିପାରିଲେ? ଏବଂ ଏହା ସହ ପ୍ରତି ଅଲଗା ଅଲଗା ଷ୍ଟେଟ୍ରେ ଅଲଗା ଅଲଗା କିଛି ଛୁଟି ଏକ୍ସଟ୍ରା ଥାଏ ଯାହାକି ଓଡ଼ିଶା ମାନେ ରାଜ୍ୟ ସରକାର ডিসিশন ନେଇଥାନ୍ତି। ବୁଝିପାରିଲେ? ତେବେ ଦର୍ଶକ ବନ୍ଧୁ ଆଶା କରୁଛି ଆଜିକାର ଇନଫର୍ମେସନଟି ଆପଣମାନଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଛି ପ୍ଲିଜ୍ ଗୋଟେ ଲାଇକ୍ କରନ୍ତୁ ସେୟାର କରନ୍ତୁ ସବସ୍କ୍ରାଇବ୍ କରନ୍ତୁ। ଏଇଭଳି ନୂଆ ନୂଆ ଅପଡେଟ୍ ଆମ ଚ୍ୟାନେଲରେ ଡେଲି ପାଇବା ପାଇଁ। ନମସ୍କାର ଧନ୍ୟବାଦ ଜୟ ଜଗନ୍ନାଥ।